କୁସୁମପ୍ରସାଦଗଡ଼ ସାଇବାବାଙ୍କ ମନ୍ଦିରର ବାର୍ଷିକୋତ୍ସବ ପାଳନ। ପୁରୀ ଜିଲ୍ଲା କୁସୁମପ୍ରସାଦ ବ୍ଲକ ଅନ୍ତର୍ଗତ କୁସୁମପ୍ରସାଦଗଡ଼ ଗାନ୍ଧୀ ଛକ ନିକଟରେ ଥିବା ଭବ୍ୟ ସଦ୍ଗୁରୁ ଶ୍ରୀ ସାଇନାଥଙ୍କ ମନ୍ଦିରର 17ତମ ବାର୍ଷିକୋତ୍ସବ ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ଏବଂ ମାର୍ଫତ ବାଉରୀବନ୍ଧୁ ଦଳେଇଙ୍କ ନେତୃତ୍ୱରେ ତାରିଖ 23/1/2026 ଶୁକ୍ରବାର ସରସ୍ୱତୀ ପୂଜା ଦିନ ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିନ ପୂଜାରୀ କିଶୋର ଦାସ ପ୍ରଭୁଙ୍କର ସକାଳ ଧୂପ, ଅବକାଶ ନୀତି ଓ ସନ୍ଧ୍ୟା ଆଳତି କରିଥିଲେ ଏବଂ ପଣ୍ଡିତ ଗିରିଜା ପ୍ରସାଦ ଦେବତାଙ୍କ ଦ୍ୱାରା ଜଗତର ମଙ୍ଗଳ ନିମିତ୍ତ ଯଜ୍ଞ ଅନୁଷ୍ଠିତ କରାଯାଇଥିଲା। କର୍ତ୍ତା ଭାବରେ ଶ୍ରୀଯୁକ୍ତ ପ୍ରଭାତ ସିଂ ସାମନ୍ତ ଓ ତାଙ୍କର ଧର୍ମପତ୍ନୀ ପୂଜା କର୍ମରେ ସହଯୋଗ କରିଥିଲେ। ଏଥିସହିତ 24 ପ୍ରହର ନାମଯଜ୍ଞ ସାତମାଳ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା କରାଯାଇଥିଲା। ତତ୍ପରେ 1000 ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶିରିଡ଼ି ସାଇ ସଂସ୍ଥାନର ମୁଖ୍ୟ ସଦସ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଶ୍ରୀ ରମେଶ ଚନ୍ଦ୍ର ସିଂ ସାମନ୍ତ, ଆତ୍ମା କମିଟି ଅଧ୍ୟକ୍ଷ ସଞ୍ଜୟ କୁମାର ସେଠୀ, ପୂର୍ବତନ ସରପଞ୍ଚ କୁମାର ସିଂ, ବାସୁଦେବ ଦଳେଇ, ଭିକାରୀ ପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଆପଣ ପରିଚୟ ଦେବେ? ମୋ ନାଁ କିଶୋର ଦାସ, ମୁଁ ଧରମା, ମୁଁ ଏଠାରେ ସେବକ ସାଇବାବାଙ୍କର। ସକାଳ ନୀତି ହେଇଯାଇଛି, ଅବକାଶ ହେଲା, ପୁଣି ହୋମ, ପୁଣି ଏବେ ନାମଯଜ୍ଞ ଚାଲିଛି, ତାପରେ ଚାଲିବ ଅନ୍ନଯଜ୍ଞ। ଆଚ୍ଛା ଆଚ୍ଛା, ଧନ୍ୟବାଦ। ଆପଣ ପରିଚୟଟା ଦେବେ? ସକାଳୁ ସବୁ କ'ଣ କ'ଣ ହେଇଥିଲା ନୀତି କ'ଣ କେମିତି କ'ଣ?